ତେଣୁ ସାଲ ମସିହା ଗୁପ୍ତ ହେବ। এই যে অঙ্ক কোডিংটা আপনি জানলে কেমতি এই যে কোডটাকে ডিকোড কেমতি করা হব ঠারকরে পাঠটাকে কেমতি ডিকোড হব বিশ্লেষণ আপনি পাইলে কেমতি ফর্মুলা ଟିକେ ରଜାଙ୍କ ଅଙ୍କ ସହିତ ମସିହା ଏବଂ ସାଲ ଏବଂ ଶକାବ୍ଦ ଗୋଟେ ଛୋଟିଆ ଉଦାହରଣ ଦେବି। ଆପଣଙ୍କର ଭୀମ ଭୋଇ ତାଙ୍କର ପଦଗଳ୍ପରେ ଲେଖିଲେ ନବୀନ ଥିବ ଟି ମୋହର କଳକି ଲୀଳା ଅବତାର ପ୍ରହ୍ଲାଦ ବଂଶ ମହାରଥୀ ସେ ପୁଣି ହୋଇଥିବ ମନ୍ତ୍ରୀ ଶକ 1941 ଦେଖିବ କଳକି ରାସ କହିଲେ ନବୀନ ପଟ୍ଟନାୟକ ମୋର ଥିବ ସେ ପୁଣି ପ୍ରହ୍ଲାଦ ବଂଶୀୟ ମହାରଥୀ ହେଇଥିବ ସେ ପୁଣି ହୋଇଥିବ ମନ୍ତ୍ରୀ ପ୍ରହ୍ଲାଦ ବଂଶ ମହାରଥୀ ସେ ପୁଣି ହୋଇଥିବ ମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ହେଇଥିବ ବୁଝିଲା ଆଜ୍ଞା। ଶକ 1941 ଦେଖିବ କଳକି ରାସ ବର୍ତ୍ତମାନ 1946 ଶତାବ୍ଦ ଚାଲିଛି 1941 ଶତାବ୍ଦ ଥିଲା 2019 ମସିହାଟା আর 2019 ମସିହାରେ ଯେଉଁ ଭୋଟ ହେଲା ନବୀନ ପଟ୍ଟନାୟକ ପାଇଲା କି ନାହିଁ କେମିତି ସେ ପଦ ଲେଖିଛି ଶକ 1941 ଦେଖିବ କଳକି ରାସ ନବୀନ ଥିବଟି ମୋହର କଳକି ଲୀଳା ଅବତାର ପ୍ରହ୍ଲାଦ ବଂଶ ମହାରଥୀ ସେ ପୁଣି ହୋଇଥିବ ମନ୍ତ୍ରୀ। ତାହେଲେ ଏଠି ଶକାବ୍ଦ 1941 ଶକ 1941 ମାନେ ଶକମାନଙ୍କର ଅବ୍ଦ 1941 ହେଇଥିବ ବର୍ତ୍ତମାନ 46 47 ଚାଲିଛି ଅବ୍ଦ ଚାଲିଛି ତେଣୁ ଅବ୍ଦ ସହିତ ମସିହା ଆପଣଙ୍କର ସାଲ ଆପଣ ୟାକୁ ସମାନ କରି ଦେଖନ୍ତୁ। আচ্ছা